ସେମିତି କୋଉ ଆପଣଙ୍କର ଅସୁବିଧା ସଭାପତି ଡକ୍ଟର ସାର୍ ଆପଣ ଡିଟେଲ ମିଳିଲା ସାର୍ ମଙ୍ଗଳ ଦି ସାର୍ ସେ କୋଟା ସାର୍ ମତେ ସେ କୋଟା ଛାଡ଼ ମୁଁ କାରଣ କହିବି ମେନ୍ କଥା ସାର୍ ଆମେ ସାର୍ ସେଇପାଇଁ ମାନେ ସାର୍ ଆଟେଣ୍ଡାନ୍ସ ଦୁଇଟା ସେମିଷ୍ଟରରେ ସାର୍ କମ୍ ଅଛି ଆପଣ ଟିକେ ଜଣେଇଥିଲେ ଆଉ ସେ ଅଣ୍ଡରଟେକିଂ ଦୁଇଥର ହେଲାନି ଫାର୍ଷ୍ଟ ସେମିଷ୍ଟର ସେକେଣ୍ଡ ସେମିଷ୍ଟର ଥାର୍ଡ ସେମିଷ୍ଟର ଆଉ ଯେହେତୁ ଏଇ ଅଛି ସେକେଣ୍ଡ ଥର ହେଇଯିବ ଆଉ ମୁଁ ଏଥର ଯୋଉ ପିଲାମାନେ ଯୋଉ ଆରଥର ଯୋଉ 20-25 ଜଣ ଭାବୁଥିଲେ ଏଥର ସେମାନଙ୍କର ପାଖାପାଖି 20ରୁ ଉର୍ଦ୍ଧ୍ୱ ପିଲାଙ୍କର ଇଏ ହେଇଯାଇଛି ମାନେ ଆସୁଛନ୍ତି ରେଗୁଲାର ଆଉ ଝିଅ ପିଲାମାନେ ବହୁତ ଥର କହିଥିଲେ ନା ରେଗୁଲାର ଆସେ ସେ ତାର ମୁଁ ବର୍ତ୍ତମାନ ପୋଲିସକୁ ଦୟାକରି ଆପଣ ଛଳନା କରନ୍ତୁନି ଏମିତି କଣ କଥା ହଉଥିଲେ କଣ କଥା ହଉଥିଲେ କଣ ସାର୍ ସେ ଆପଣ ଛଳନା କରନ୍ତୁନି କାଢିବି ଆପଣଙ୍କ ଚମ୍ପ ଇତିହାସ କଣ ସବୁ କରିକି ଆସଛନ୍ତି ଚମ୍ପରୁ ଆଉ ତାପରେ ଆସିକି ଯୋଉ ପାଲା ଚଲେଇଛନ୍ତି ଜମା ବି ଛଳନା କରନ୍ତୁନି ସାର୍ ଆପଣ ଏଠୁ ଆସି ବିଦା ହଉଛନ୍ତି ତାପରେ ସେପଟ ନ ପରେ ଆପଣ ପ୍ରିନ୍ସିପାଲ ଅଫିସରେ ତାଲା ପଡି ବର୍ତ୍ତମାନ ରହିବେ ଖାଲି ଏଜୁକେସନ ମିନିଷ୍ଟର ନ ଆସେ ଯା ଆପଣ ଏଠୁ ରହିବେ ସାର୍ ସେଇଆ ହିଁ କଥା ଯେ ଏଇଥର ମାନେ ପିଲାଙ୍କୁ ପୁଣି ମାନେ ଇଏ କରାହେଇଛି ମାନେ ପୁଣି ସ୍ପେଶାଲ ବ୍ୟାଟିଂସ ମାନେ ଆଉଥରେ ମିଟରକୁ କଣ୍ଡକ୍ଟ କରିବେ ମାସେ ପରେ ଯେତେବେଳେ ସେମାନେ ଫାଷ୍ଟ ଟାଇମ୍ ଯେହେତୁ ତାଙ୍କୁ ଅଣ୍ଡରଟେକିଂ ଦେଇକି ଆଲାଉ କରାଯାଏ। ମୋ ପ୍ରଶ୍ନ ଉତ୍ତର ଦିଅନ୍ତୁ ଆପଣ ଏଜ ପର ଗଭର୍ଣ୍ଣମେଣ୍ଟ ରେଗୁଲେସନ ଗୋଟେ ଡିପାର୍ଟମେଣ୍ଟର 100ଟା କ୍ଲାସ ହବା ଦରକାର ଗୋଟେ ଏଜୁକେସନ ଇଏ ଆପଣ କେତେଟା କ୍ଲାସ କରୁଛନ୍ତି ଆପଣ କେତେଟା କ୍ଲାସ କରୁଛନ୍ତି ମୁଁ ଦେଖାନ୍ତୁ 100ଟା କ୍ଲାସରୁ କେତେଟା କ୍ଲାସ କରୁଛନ୍ତି 100ଟା କ୍ଲାସ ତ ହେଇନି 100ଟା କ୍ଲାସ ହେଇନି ତ ଏ ରୁଲ ଲାଗୁ ଅଧିକାରୀ ଦେବେ ଯଦି ଆପଣ ଆପଣଙ୍କ ଡ୍ୟୁଟି କରିନାହାନ୍ତି 100ଟା କ୍ଲାସ କରିନାହାନ୍ତି ଆପଣ କରିବେନି ତ ଆପଣ ଡିପାର୍ଟମେଣ୍ଟରେ ଏଚୋଡି ନା ଏମାନେ ଏକ୍ସାମ ଦେଇପାରିବେନି ଇସ୍ୟୁଟା ଆପଣ ଲଗେଇଛନ୍ତି ନା 6-7 ମାସ ସହ ତାକୁ ଆପଣ ଫେଭର ମାଗିଛନ୍ତି ତାକୁ ତାପରେ ମେଣ୍ଟାଲ ଟର୍ଚର କରିଛନ୍ତି ଆପଣ ତାଙ୍କ ଘରକୁ ଯାଇଥିଲେ ଜମା ବି ଭୁଲ କଥା ନୁହଁ ଜମା ବି ଭୁଲ କଥା ନୁହଁ ଏଇ ଦୁଇଟା କଥା ସରିଲା ଆପଣ ସିଆପାଡି ଘରକୁ କଣ ପାଇଁ କଲ୍ କରିଥିଲେ ପଲିଟିକାଲ ସାଇନ୍ସ ଡିପାର୍ଟମେଣ୍ଟର ଡାକିବେ ତାକୁ ଫୋନ କରି ଡାକ ତାକୁ ଫୋନ କରି ତା ଘରକୁ ଆପଣ କଣ ପାଇଁ ଫୋନ କରି କହିଥିଲେ ଆପଣ କଣ ପାଇଁ ଫୋନ କରି କହିଥିଲେ ଇଏ ସିଆପାଡି ପଲିଟିକାଲ ସାଇନ୍ସର ବିଏଡ ର ମୁଁ କହୁଛି ସିଆପାଡି ତ ଆପଣଙ୍କର ପଲିଟିକାଲ ସାଇନ୍ସ ଡିପାର୍ଟମେଣ୍ଟର ନା ଆପଣ ଜାଣିନାହାନ୍ତି କଣ ସେ ଯୋଉ ଭଲ ଭାବରେ ସେଟା ଦେଖାଯାଉଛି ତା ପେରେଣ୍ଟସ୍ ଆପଣ କହିଛନ୍ତି ପ୍ରିନ୍ସିପାଲ ପାଖକୁ ଆସିବେ ବୋଲି ଆପଣ କହିଛନ୍ତି ହଉଛି ଆପଣ ମ୍ୟାରେଜ କରୁଛୁ ବୋଲି ସାର୍ ଆପଣଙ୍କୁ ଅନୁରୋଧ କରୁଛି ଆପଣ ସେ ଯୋଉ ଛଳନା ଚେହେରା ମୁଁ ମିଛ କହୁନି ସାର୍ ଏଠି ଲୋକ ପିଲା ମିଛ କହୁନାହାନ୍ତି କାହାର ଉପରେ ଆପଣ ପର୍ସନାଲ ଆଲିଗେସନ ନାହିଁ ସାର୍ ଆପଣଙ୍କର ମୁଁ ଜାଣିଛି ଏ ଗୋଟେ ମାନେ ଯୋଉମାନେ କ୍ଲାସ ଆସିନାହାନ୍ତି ଆପଣ ନାର କର୍ତ୍ତବ୍ୟ ଏଇ ଯୋଉ ପିଲା ପାଠ ପଢିଛନ୍ତି ଆପଣ ସମସ୍ତଙ୍କୁ ଇଣ୍ଟେନସନାଲ କରୁଛନ୍ତି ୟୁ ଆର୍ ଇଣ୍ଟେନସନାଲ ୟୁ ଆର୍ ପଲିଟିକାଲ ତାପରେ ସେମିତି ନୁହେଁ ଆପଣ ବହୁତ ଡ୍ରାମା କରି ଜାଣିଛନ୍ତି ଆମେ ଜାଣିଛୁ ସାର୍ ଆପଣ ବହୁତ କରି ଜାଣିଛନ୍ତି ଆପଣ ବର୍ତ୍ତମାନ ସିଏ ସୁଇସାଇଡ୍ ଆଟେମ୍ପ୍ଟ ନେଇଛି ଆପଣ ବନ୍ଧା ହେଇକି ଯାଉଛନ୍ତି ମୁଁ ଏଇଠି ଖାତା ମାରି କହୁଛି ଆପଣ ବନ୍ଧା ହେଇକି ଯାଉଛନ୍ତି ଆଉ ଆପଣ ଏଇଟା ବି ଜାଣନ୍ତୁ ଆପଣ ଏଠୁ ବି ବିଦା ହଉଛନ୍ତି ଆପଣ ଏଠୁ ବି ବିଦା ହଉଛନ୍ତି ମୁଁ ଏଠୁ କହୁଛି ଆପଣଙ୍କୁ ଠିକ ଅଛି ଆପଣ ଏଇଟା ଭିଡିଓ ଏଇଠି ରେକର୍ଡ ହଉଛି ଯେ ଆମେ ଆପଣଙ୍କ ସହିତ କଣ କଣ କଥା ହଉଛୁ ହେଲା ହେଲା ଏ ସବୁ ମିଡିଆକୁ ଯାଇଯିବ ମିଡିଆ ଆସିକି ପହଞ୍ଚୁଛି ପୋଲିସକୁ ବି ବର୍ତ୍ତମାନ ଆମେ ଇନଫର୍ମ କରିବୁ ଯୋଉଦିନ ପିଲା ଲେଟରେ ଆସିଲେ ନାହିଁ ମୁଁ କହିପାରିବିନି ସେଟା ମୁଁ ତ ମୋର କ୍ଲାସରେ ଥିଲି ମୁଁ ପିଲାଙ୍କୁ ଅଟକେଇ ଦିଏ ବା ତାଙ୍କୁ ମାନେ କହେ ଆସିକି ବସ କି ଏମିତି ଯଦି ଅଟକିଥିବେ ସବୁ ପିଲା ଅଟକିଥିବେ ମୁଁ ଏକା ବହୁତ ପିଲା ଅଟକିଥିବେ ହେଲା କି ତେଣୁ ତୁମେ ଯୋଉଟା କହୁଛ ମାନେ ତୁମର ଗୋଟେ ସେମିଷ୍ଟର ନବା ସବୁ ସେମିଷ୍ଟର ଠିକ ଅଛି ମୁଁ ତ ଠିକ ଅଛି ଆପଣ ତାକୁ ଏକ୍ସାମ ଆଲାଉ କରିଦିଅନ୍ତୁ ମୁଁ ତ ଆପଣ ବର୍ତ୍ତମାନ ବି ଆଲାଉ କଲେ ବର୍ତ୍ତମାନ ଯଦି ପ୍ରିନ୍ସିପାଲ ସାର୍ ଆଲାଉ କରନ୍ତି ସେ ଏକ୍ସାମ ଦବନି ସେ ଏକ୍ସାମ ଦବନି ହେଲା ସେ ଏକ୍ସାମ ଦବନି ସେଟା କଥା ଆପଣ ଏଡଭର୍ଟାଇଜ ରଖନ୍ତୁ ଆପଣ ଯାହା ରଖୁଛନ୍ତି ରଖନ୍ତୁ ଆପଣ ମତେ ପ୍ରଥମ କଥା ଅଫିସିଆଲି ବର୍ତ୍ତମାନ ଆପଣ ମତେ 100ଟା କ୍ଲାସ ଦେଖେଇବେ କାରଣ ଆପଣ ତ ଆପଣଙ୍କ କର୍ତ୍ତବ୍ୟ କରିନାହାନ୍ତି ଆପଣ ଡିପାର୍ଟମେଣ୍ଟ କର୍ତ୍ତବ୍ୟ କରୁନାହାନ୍ତି ଆପଣ କୋଉ ହେସିୟତର 75% ଆଟେଣ୍ଡାନ୍ସ ମେଣ୍ଟେନ୍ କଲେ ଗୋଟେ ନା ଆପଣ କୋଉ ହେସିୟତର ଠିକ ଅଛି ସେ ଟୋଟାଲ ଛାଡନ୍ତୁ ସେ 40ଟା କ୍ଲାସ 10ଟା ଅଛି ଆଉ ସେ 10ଟା ଦେଖନ୍ତୁ
ଆଟେଣ୍ଡାନ୍ସ ସାର୍ ଅଛି। ଆଟେଣ୍ଡାନ୍ସ ଦେଖନ୍ତୁ ତାକୁ ଫୋନ କରି ମଗନ୍ତୁ ଆଟେଣ୍ଡାନ୍ସ ଅଛି ଆପଣ ଯିବେ ନା ଆପଣ ଏଠି ବସିବେ ଆଟେଣ୍ଡାନ୍ସ ମଗନ୍ତୁ ନମ୍ବର ତାର 10ଟା କେମିତି ସାର୍ 10ଟା ଏଇ ନମ୍ବରଟା ମନେ ରଖିଥିବେ 10ଟା ବୋଲି ନମ୍ବରଟା ମନେ ରଖିଥିବେ 10ଟା ବାହାରିବା ଦରକାର ହଁ 10ଟା ଠିକ ଅଛି 10ଟା ମୁଁ ବାହାରିବା ଝିଅ ସକାଳେ କେତେଟା କହିଥିଲି ତୁମକୁ? ହଁ ଠିକ ଅଛି ସେ- ଆପଣ ସେଟା ମଗାନ୍ତୁ ଆପଣ ସେଟା ମଗାନ୍ତୁ ଆପଣ ଗୋଟେ କଥା କହିଲେ ନା ମୁଁ ବର୍ତ୍ତମାନ ଆପଣଙ୍କର ଯୋଉ ୟାଙ୍କ ବେଚରେ ଯେତେ ଜଣ ବି 100-200 ପିଲା କରୁଥିବେ 100-200 ପିଲାଙ୍କ ଆଟେଣ୍ଡାନ୍ସ ବାହାରି ଆପଣ କେତେ ଜଣ ନୋଟିସ୍ କରିଛନ୍ତି ନା କେତେ ଜଣଙ୍କ ନାଁ ବାହାରିଛନ୍ତି ଆପଣ ପାଇବେ ହେଲା ଯୋଉମାନେ ବି ଆଟେଣ୍ଡାନ୍ସ ତଳକୁ ଥିବେ ଆପଣ ସମସ୍ତଙ୍କୁ ଦେବେ ଯୋଉମାନେ ଆଟେଣ୍ଡାନ୍ସ ତଳକୁ ଥିବେ ଆଉ ସାର୍ ମନେ ରଖନ୍ତୁ ଗୋଟେ ବିଏ ଡିପାର୍ଟମେଣ୍ଟରେ ଲାଗୁ ହେଲା ମାନେ ଏଇଟା ସବୁ ଡିପାର୍ଟମେଣ୍ଟ ଲାଗୁ ହବ ଆଜି ହିଁ ବର୍ତ୍ତମାନ ଆପଣ ନୋଟିସ୍ ବାହାର କରିବେ ଆଉ 75% କେତେଟା 100ଟା କ୍ଲାସ୍ କରିଛନ୍ତି ଆପଣ ମତେ ଦେଖେଇବେ ସବୁ ଡିପାର୍ଟମେଣ୍ଟ ଆପଣ ଲାଗୁ କରିଛନ୍ତି ମାନେ ମତେ 100ଟା କ୍ଲାସ୍ ଦେଖେଇବେ ମୁଁ ଗୋଟେ ଏକାଡେମିକ୍ ଇୟରରେ 100ଟା ତ ନିଶ୍ଚିତ ହବ। ସେଇଟା ଦେଖେଇବେ ଆପଣ ସେ ଗୋଟେ ଏକାଡେମିକ୍ ଇୟର ଦେଖେଇବେ ନା ମତେ ମୋ ତରଫରୁ ବି ଖାଇବେ ଆମେ ଯୋଉମାନେ ଆଗକୁ ଆସୁନାହାନ୍ତି ବହୁତ ତାଙ୍କୁ ଦିଲେ ଆମେ ଷ୍ଟ୍ରିକ୍ଟ ହବା କୋର୍ଟର ପିଲାମାନେ ଆପଣଙ୍କ ପାଖକୁ ଆସିଥିବ ଆପଣ ସେ ପିଲା ବି ବର୍ତ୍ତମାନ ଆସିକି ଯିବେ ବୋଲି ପହଞ୍ଚିଗଲେଣି କାଲି ସେମାନେ ଆସିକି ପହଞ୍ଚି ଆଲିଗେସନ ଦେବେ କୋର୍ଟର ପିଲାମାନେ ବାରମ୍ବାର ଆପଣଙ୍କ ପାଖକୁ ଆସିଛନ୍ତି ଏ ବାରମ୍ବାର ତାକୁ ଇଣ୍ଟେନ୍ସନାଲି ମାର୍କ କମ ଦିଆଯାଇଛି ସବୁ ଟାଇଟ୍ ମାର୍କିଂ ସେମାନଙ୍କୁ କରାଯାଇଛି 10-15 ଜଣଙ୍କୁ ଆପଣ ସାର୍ ସେଟା କୁହନ୍ତୁ କଲେଜ ଆପଣ ଇଏ ବହୁତ ସତକ ଆପଣଙ୍କ ନାଁରେ ଶୁଣିଲି ବହୁତ ସତକ ଆପଣଙ୍କ ନାଁରେ ଶୁଣିଲି ଆପଣ ମିଡିଆ ସାମ୍ନାରେ ହିଁ ଆପଣ କହିବେ ଆପଣ କଣ କଣ ସବୁ କହିକି ଆସୁଛନ୍ତି ଆପଣଙ୍କ କ୍ୟାରେକ୍ଟର କଣ ଆମ କଲେଜ ସଂବାଦ ଆପଣ ଗୋଟେ ପୁରୁଷ ନୁହନ୍ତି ବା ଆଉ କଣ କହିବି ତାକୁ ଅଧିକା ଆପଣ ମଦ ପିଉଛନ୍ତି ପିଲାମାନଙ୍କ ସହିତ ମିଶିକି ଆପଣ ଟିଚର ଦେଖେଇଉଛନ୍ତି ଆପଣ ମାନେ ଅଯଥା ଜିନିଷ ଗୁଡା ଅଯଥା ଜିନିଷ ନୁହଁ ମୁଁ କହୁଛି ଯୋଉଟା କହୁଛ ତମେ ତା ପ୍ରମାଣ ଦିଅ। ହଁ ପ୍ରମାଣ ବି ଦେବି ତୁମେ କହିପାରିବ ପ୍ରମାଣ ବି ଦେବି ସେମିତି ତୁମେ କହିପାରିବନି ହେଲା